ମୁଁ ସେବା କରିବା ଭିତରେ ଆମ ମାଆଙ୍କ ରଥରେ ଆମର ଦଣ୍ଡା ବିଡ଼ିଆ କଣ୍ଟା ବାଢ଼ି ଯାଉଥାଏ, ଯେଉଁ ଚକା ସେଟ୍ ହେବ ଯେଉଁ କଣ୍ଟା ବାଢ଼ି ଯାଉଥିଲା ବେଳେ ସେ ବର୍ଷ ଭିତରେ ଟିକେ ବର୍ଷା ହେଉଥାଏ। ବର୍ଷା ହେଲା ଭିତରେ ମୋର ଗୋଡ଼ଟା ଆଜ୍ଞା ସେଇ ଚକା ଦଣ୍ଡା ଉପରେ ଗୋଡ଼ଟା ଖସିଗଲା ଭିତରେ ଗୋଡ଼ଟା ଖସିଗଲା ମୋ ଗୋଡ଼ଟା ମାଡ଼ ହୋଇଗଲା। ମୋର ଗୋଟେ ଭାଇ ଭୋଇ ସାବ ଥିଲା, ସେ ମୋତେ ଧରିକିରି ଚକା ଉପରେ ବସିଲା, କହିଲେ କେତେ ତମେ ଟିକେ ବସ, ଆଉ ତମ ଗୋଡ଼ କ'ଣ ହେଲା? ମୋ ଗୋଡ଼ ସେତେବେଳେ ଟିକେ କଷ୍ଟ ଲାଗୁଥାଏ, ତଥାପି ମୋର 28ଟା କଣ୍ଟା ବାଢ଼ିଆ ହେବ। ବାଢ଼ିଆ ହେଲା ପରେ ମୁଁ ଆଉ 4-5ଟା କଣ୍ଟା ଥାଏ, ତାର ମହାପ୍ରଭୁ ମୋର ଏତେ ଇଚ୍ଛା ଥାଏ ଯେ ମୋ ଗୋଡ଼ ଏମିତି କେମିତି ଭଲ ହେଲା ମୁଁ ଜାଣିପାରିଲିନି। ସେ ଆଉ 4-5ଟା କଣ୍ଟା ବାଡ଼ିବାକୁ ଥାଏ, ମୋର ଏତେ ଇଚ୍ଛା ହେଲା ମୁଁ ଯାଇକି ଫେରେ ମହାପ୍ରଭୁ 2ଟା କଣ୍ଟା ଥିଲା, ମୁଁ ଯାଇକି ମହାପ୍ରଭୁଙ୍କ କଣ୍ଟା ଫେରେ ବାଡ଼େଇଲି। ଏତେ ବଳ ଆସିଲା ସେ ଗୋଡ଼ ମୋର କାହିଁ ମୁଁ ଜାଣିପାରିନି, ସେ କଣ୍ଟା ବାଡ଼େଇଲି। ତାପରଦିନ ଆସି ଫେରେ ଶାଳ କାମ କଲି। ସେଇ ଦିନଠୁ ମୁଁ ଜାଣିଲି ଯାହା ହଉ ଜଗନ୍ନାଥଙ୍କ ଗୋଟେ ମହାଶକ୍ତି, ଗୋଟେ ବଳ ଶକ୍ତି ଅଛି ପ୍ରଭୁଙ୍କ। ବର୍ତ୍ତମାନ ଆମର ଆଜ୍ଞା ଅକ୍ଷୟ ତୃତୀୟା ଦିନ ଶାଢ଼ୀ ବନ୍ଧା ହୋଇଥାଏ। ଅକ୍ଷୟ ତୃତୀୟା ବାସି ଆମର ଦୋଳବେଦୀରେ 3ଟା ଚୁଲା ହେଇକିରି ନଡ଼ୁ ନଡ଼ିଆ ଅନୁକୂଳ ହେଇ ଆମର 3ଟା ଚୁଲା ତିଆରି ହେଇକିରି ଆମେ ପ୍ରଥମେ ଚକାର ଅରକଣ୍ଟା ତିଆରି କରିଥାଉ, ତାପରେ ପନ୍ଦାରି, ତାପରେ ବଳା, ତାପରେ ପନ୍ଦାରିର ଚାବି, ସିଏ ଚକା ଶେଷ ପରେ ତାପରେ ଦଣ୍ଡା ବିଡ଼ିଆ କଣ୍ଟା, ତାପରେ ଘଡ଼ିମ କଣ୍ଟା, ତାପରେ ଗରଗରା କଣ୍ଟା, ତାପରେ ଜୋଖା କଣ୍ଟା, ତାପରେ ଚଣା କଣ୍ଟା, ତାପରେ ପ୍ରଥମ ଭୂଇଁ କଣ୍ଟା, ଦ୍ୱିତୀୟ ଭୂଇଁ କଣ୍ଟା, ତୃତୀୟ ଭୂଇଁ କଣ୍ଟା, ଏମିତି 13 ବର୍ଷ ପୋଟଳ କଣ୍ଟା। ବର୍ତ୍ତମାନ 13 ବର୍ଷ ପୋଟଳ କଣ୍ଟା ବାଜି ସାରିଲାଣି ରଥର ଦୁଆର, ଯୋଡ଼େ ଦୁଆର ସରିଲାଣି, ଆଉ ଯୋଡ଼େ ଦୁଆର କଣ୍ଟା ଆମ ପାଖରେ ଅଛି। ଆଉ ଯାହା କାମ ଅଛି, ଆଉ ଅଳ୍ପ ବି କାମ ଅଛି। ଧୂଳି ଦଣ୍ଡା କଣ୍ଟା ଅଛି, ଆଉ ମହାପ୍ରଭୁ ଯେଉଁ ପଛପଟେ ବସନ୍ତି ଯେଉଁ ଆମର ପ୍ରଭା, ସେ କଣ୍ଟାଟା ଅଛି, ଆଉ ଶୁଆ କଣ୍ଟା ଅଛି, ଆଉ ନାରାଜ କଣ୍ଟା ଅଛି, ଧ୍ୱଜବଟା କଣ୍ଟା ଅଛି, ଜଗତଭୂଷଣ କଣ୍ଟା ଅଛି। ଏମିତି ଆଉ ବହୁତ 10-12 ପ୍ରକାର କଣ୍ଟା ଅଛି। ଆଉ ଯେତେ ଯାହା ହଉ ପଛେ ଅକ୍ଷୟ ତୃତୀୟା ଦିନ କାମ ଆରମ୍ଭ, ନେତ୍ର ଉତ୍ସବ ଦିନ କାମ ସରେ। ଆଉ ଯେତେ ଯାହା ଅସୁବିଧା ସୁବିଧା ଖରା ଯାହା ହେଉଥାଏ ଆମେ